सद्गुरुदेव शिवमुनि महाराज की जय। मनुष्य भगवान की जय। अखिल भूमंडल सर्वशिरोमणि मुनि समाज की जय। ମୁଁ ଆଜି ସର୍ବପ୍ରଥମେ ଆତ୍ମଦେବଙ୍କୁ ସ୍ତୁତି କରି ଆତ୍ମଜ୍ଞାନ ବିଷୟରେ କିଛି ଆଲୋଚନା କରିବାକୁ ଯାଉଛି। ତତ୍ସଙ୍ଗେ ସଙ୍ଗେ ସମସ୍ତ ମୁନି ମୁନିମତି ଓ ଜିଜ୍ଞାସୁ ଜନତା ଜନାର୍ଦ୍ଦନଙ୍କୁ ମୋର ସତ୍ପ୍ରେମ ଜୟଜୀ। ଆଜି ଆମେ ଆଲୋଚନା କରିବା ସ୍ୱତନ୍ତ୍ରତା ମାଗିଲେ ମିଳେ ନାହିଁ। ବଡ଼ ବଡ଼ ବିଦ୍ୱାନ ଓ ମହାତ୍ମା କହନ୍ତି ଯେ ସ୍ୱତନ୍ତ୍ରତା ଓ ସ୍ୱାଧୀନତା ମାଗିଲେ ମିଳେ ନାହିଁ। ମାତ୍ର ମୁକ୍ତି ପାଇଁ ସେମାନେ ଈଶ୍ୱରଙ୍କୁ ସବୁଦିନ ପ୍ରାର୍ଥନା କରନ୍ତି। ରୁଷ, ୟୁରୋପ ଓ ଆମେରିକାର ଫିଲୋସଫର ବା ଦାର୍ଶନିକ ଯେଉଁମାନେ ଜଡ଼ବାଦୀ ସେମାନେ ଈଶ୍ୱରଙ୍କୁ ମାନନ୍ତି ନାହିଁ। କିନ୍ତୁ ସେମାନଙ୍କର ବଡ଼ ଦୋଷ ଯେ ସେମାନେ ଆତ୍ମାର ଅସ୍ତିତ୍ୱ ମାନନ୍ତି ନାହିଁ। ଈଶ୍ୱରଙ୍କୁ ମାନିବା ବାଲାଠାରୁ ଏମାନଙ୍କର ଅଧିକ ଅଜ୍ଞାନତା ଅଛି। ଜଡ଼ବାଦୀ କିପରି ସ୍ୱାବଲମ୍ବୀ ହେବେ ଯେତେବେଳେ ଏମାନେ ନିଜର ସ୍ୱକୁ ବା ଆତ୍ମାର ଅସ୍ତିତ୍ୱ ମାନୁନାହାନ୍ତି। ଯାହାର ସ୍ୱର ଠିକଣା ନାହିଁ ସେମାନେ ସ୍ୱାବଲମ୍ବୀ କିପରି ହେବେ? ତେଣୁ ଆଜି ପର୍ଯ୍ୟନ୍ତ ଯେତେ ବିଦ୍ୱାନ ହୋଇଯାଇଛନ୍ତି ବା ଅଛନ୍ତି ଏମାନେ ସମସ୍ତେ ଈଶ୍ୱରବାଦୀ ଜଡ଼ବାଦୀ ଅଟନ୍ତି। ଏହି ଦୁଇ ବାଦ ସ୍ୱାବଲମ୍ବନ ପାଇଁ ସିଦ୍ଧି ହୁଅନ୍ତି। ଆଜିର ଆଗରୁ ସମସ୍ତ ସିଦ୍ଧାନ୍ତ ଯାହା ବିଦ୍ୟମାନ ଅଛି ବା ଥିଲା ସବୁ ଦୂଷିତ ଅଟେ। ୟୁରୋପ, ଆମେରିକା ଓ ରୁଷ ଜଡ଼ବାଦରେ ପଛରେ ରହି ଦୁଃଖୀ ଅଟନ୍ତି ଓ ଭାରତ ଈଶ୍ୱରବାଦର କାରଣ ଯୋଗୁଁ ଦୁଃଖୀ ମଧ୍ୟ। ମୁନି ସମାଜର ସିଦ୍ଧାନ୍ତ ମନୁଷ୍ୟକୁ ପୂର୍ଣ୍ଣ ସ୍ୱାବଲମ୍ବୀ କରାଇପାରିବ ଆଉ କେହି ନୁହେଁ। ମୁଁ ଏତିକି କହି ମୋର ସତ୍ସଙ୍ଗକୁ ସମାପ୍ତ କରୁଛି। ସମସ୍ତଙ୍କୁ ମୋର ସତ୍ପ୍ରେମ ଜୟ ଜୀବ ଜୟ ଜୀବ ଜୟ ଜୀବ।